ମଧ୍ୟାହ୍ନ ଭୋଜନରେ ପରଷା ଯାଉଛି ପକଡ଼ା ଚାଉଳର ଭାତ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ସରକାର ଯୋଗାଉଛନ୍ତି ସୁଷମ ଖାଦ୍ୟ। ପିଲାଙ୍କ ଶାରୀରିକ ଏବଂ ମାନସିକ ଦକ୍ଷତା ପାଇଁ ଯୋଗାଇ ଦିଆଯାଉଥିବା ଏହି ମଧ୍ୟାହ୍ନ ଭୋଜନ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ଭାବେ ବେଶ୍ ସଫଳ ହୋଇଛି। କିନ୍ତୁ କିଛି ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ। ଏହା ହେଉଛି ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଅଧୀନସ୍ଥ ଦଳେଇଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଯେଉଁଠି ପିଲାଙ୍କୁ ଦିଆଯାଉଛି ପୋକ ସାଲୁବାଲୁ ଚାଉଳରେ ରୋଷେଇ ହେଉଥିବା ଭାତ। ସ୍କୁଲକୁ ଚାଉଳ ସରକାର ଯୋଗାଇ ଦେଉଥିବା ବେଳେ ଅନ୍ୟ ସବୁ ରାସନ ବାହାରୁ କିଣି ରୋଷେଇ କରି ପିଲାଙ୍କୁ ଦେବା ଦାୟିତ୍ୱ ଦିଆଯାଇଛି ଶ୍ରଦ୍ଧାଞ୍ଜଳି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ। କିନ୍ତୁ ଦେଖନ୍ତୁ, ଏହି ସ୍କୁଲରେ ପିଲାଙ୍କୁ ଦିଆଯାଉଥିବା ଭାତର ଚାଉଳରେ କେମିତି ଶହ ଶହ ପୋକ ସାଲୁବାଲୁ ହେଉଛନ୍ତି। ତେବେ ଏହା ପାଇଁ ଦାୟୀ କିଏ? ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିଲେ ସେ କହୁଛନ୍ତି କେବଳ ଉପସ୍ଥିତ ପିଲାଙ୍କ ସଂଖ୍ୟା ସେ ଜଣାଇ ଦେଉଛନ୍ତି, କିନ୍ତୁ ରୋଷେଇର ଦାୟିତ୍ୱ ନେଇଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ଏସ୍ଏଚ୍ଜି ମହିଳାମାନଙ୍କୁ ପଚାରିଲେ ସେମାନେ କହୁଛନ୍ତି ଆମକୁ ଯେଉଁ ଚାଉଳ ଯୋଗାଇ ଦିଆଯିବ ଆମେ ତାହା ରୋଷେଇ କରି ଦେଉଛୁ। ଆଉ ଶିକ୍ଷା ବିଭାଗର ଅଧିକାରୀଙ୍କୁ ପଚାରିଲେ ସେମାନେ କହୁଛନ୍ତି ତଦନ୍ତ ହେବ। ଶିକ୍ଷାଦାନ ଓ ମଧ୍ୟାହ୍ନ ଭୋଜନର ଠିକ୍ ପରିଚାଳନା ହେଉଛି ନା ନାହିଁ ତାହା ବୁଝିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଏବଂ 3ଟି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅଛନ୍ତି। କିନ୍ତୁ କୌଣସି ସ୍କୁଲକୁ ପରିଦର୍ଶନରେ ନ ଯାଇ କେବଳ କାଗଜ କଲମରେ ରିପୋର୍ଟ ପ୍ରଦାନ କରାଯାଉଛି। ସୂଚନା ମୁତାବକ ଜୁନ୍ 7 ତାରିଖରେ ଚାଉଳ ଯୋଗାଣ ହୋଇଛି, କିନ୍ତୁ 20 ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ଅଧିକାରୀ ସ୍କୁଲକୁ ଯାଉନଥିବାର ପ୍ରମାଣ ଦେଉଛି ଏହି ପକଡ଼ା ଚାଉଳ। କାରଣ BRCC ସେହି ସ୍କୁଲକୁ ପରିଦର୍ଶନରେ ଯାଇଥିଲେ ସେ ପକଡ଼ା ଚାଉଳ ଦେଖି ରିପୋର୍ଟ ଦେଇଥାନ୍ତେ, କିନ୍ତୁ ସେ ବାବଦରେ ସେ କୌଣସି ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନାହାନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି BRCC ଉକ୍ତ ସ୍କୁଲକୁ ଯାଇନାହାନ୍ତି। ନବରଙ୍ଗପୁର ଗସ୍ତରେ ଆସିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏହି ବିଷୟ ଉପରେ। ସେ କହିଛନ୍ତି ଏଥିପାଇଁ ଦାୟୀ ବିଭାଗୀୟ ଅଧିକାରୀ, ତଦନ୍ତ କରି ଆକ୍ସନ୍ ନିଆଯିବ। ତେବେ ଚାଲନ୍ତୁ ଦେଖିବା କ'ଣ କହୁଛନ୍ତି ମନ୍ତ୍ରୀ। ସାର୍, ନିମ୍ନମାନର ଚାଉଳ ମାନେ ପୋକଡ଼ା ଚାଉଳ ପିଲାମାନଙ୍କୁ ଖାଇବାକୁ ଦିଆହେଉଛି ଆଜିର ଘଟଣା। ତାକୁ ମୁଁ ଦେଖୁଛି, ଯଦି ମାନେ ସେମିତି ଆପଣ ଆଲିଗେସନ୍ ଆଣିଲେଣି ନିଶ୍ଚିତ ଭାବରେ ଗୋଟେ ସ୍କ୍ୱାଡ୍ ପଠାଇବି, ଇନକ୍ୱାରି କରିବି। ଇନକ୍ୱାରି କରିକି ଦେଖିବି ଯଦି ସେମିତି ଦିଆଯାଉଥାଏ ପୋକଡ଼ା ଚାଉଳ ଦିଆଯାଉଥାଏ ପିଲାମାନଙ୍କୁ ଆକ୍ସନ୍ ନିଆଯିବ। ନେବେ ରେସ୍ପନ୍ସ ନାଇଁ, ଚାଉଳ ଯେଉଁଠୁ ଗଲା ତାର ଦାୟୀ ନା। ଆଉ ଟିଚର କ'ଣ କରିବ? ଟିଚରକୁ ଯାହା ମିଳିଲା ସେ ରୋଷେଇ କଲା, ତେଣୁ ଟିଚର ଉପରେ ଦୋଷ ଦେଲେ ଲାଭ ନାହିଁ। ଆମେ ଆମ ବିଭାଗୀୟ ଅଧିକାରୀମାନଙ୍କୁ ନିଶ୍ଚିତ ଭାବରେ ଏଥିପାଇଁ ଦାୟୀ କରିବୁ। କିଏ ଏ ପ୍ରକାର ଚାଉଳ ଦେଉଛି ଆମେ ସେଟା ନିଶ୍ଚିତ ଭାବରେ ଡିଟେକ୍ଟ କରିବୁ ଏବଂ ଦଣ୍ଡ ନିଶ୍ଚିତ ବିଧାନ କରିବୁ।